ନମସ୍କାର। ଭିଓ ନିୟମିତ ବୈଠକରେ ସମସ୍ତ ଦେୟ ପ୍ରବେଶ କରାଯାଇଛି। ରସିଦ ମଧ୍ୟ ଲେଖାଯାଇଛି। ଏବେ ଆସନ୍ତୁ ସାରାଂଶକୁ ଯିବା। ଏସ୍ଏଚ୍ଜି ଏବଂ ଭିଓ ମଧ୍ୟରେ କାରବାର ସାରାଂଶ। ଆମେ କ୍ଲିକ୍ କରିବୁ। ଆପଣ ଗୋଟିଏ ଗୋଟିଏ ଏସ୍ଏଚ୍ଜି ଚୟନ କରି ସମ୍ପୂର୍ଣ୍ଣ ସାରାଂଶ ଯାଞ୍ଚ କରିପାରିବେ। ଆମେ ଶ୍ୟାମ ସହାୟକ ଗୋଷ୍ଠୀଠାରୁ ଯାହା ପାଇଲୁ ଏବଂ ଶ୍ୟାମ ସହାୟକ ଗୋଷ୍ଠୀକୁ ଯାହା ଦେଲୁ। କାରବାର ସାରାଂଶ ସମସ୍ତ ହେଉଛି ପରବର୍ତ୍ତୀ ଟ୍ୟାବ୍। ଯଦି ଆପଣ ରସିଦ କିମ୍ବା ପେମେଣ୍ଟ ଦେଖିବାକୁ ଚାହାନ୍ତି, ତେବେ ଆପଣ ଏହାକୁ ଏଠାରେ ଯାଞ୍ଚ କରିପାରିବେ। ତୁମେ ମୋଟ ପାଇବ। ଏଠାରେ ଆପଣ କ୍ୟାଶ ବାକ୍ସରେ 1180 ଟଙ୍କା ଏବଂ 1000 ବ୍ୟାଙ୍କ ବାଲାନ୍ସ ଦେଖିପାରିବେ। ଯଦି ଆପଣ ଏହି ରାଶି ଜମା କରିବାକୁ ଚାହୁଁଛନ୍ତି, ତେବେ କ୍ୟାଶ ଟ୍ରାନ୍ସଫର ଉପରେ କ୍ଲିକ୍ କରନ୍ତୁ। ତୁମେ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବ। ଏଠାରୁ ଆମେ କ୍ୟାଶ ଚୟନ କରିବା। ତାପରେ ମୁଁ ଏକ ବ୍ୟାଙ୍କ ଚୟନ କରିବି। ଯଦି ମୁଁ ବ୍ୟାଙ୍କରେ 2000 ଟଙ୍କା ଜମା କରିବାକୁ ଚାହୁଁଛି, ତେବେ ମୁଁ ଏହାକୁ ସଞ୍ଚୟ କରିବି। ଆମର ତଥ୍ୟ ସଞ୍ଚିତ ହେବ। ଏହିପରି ଭାବରେ ଆପଣ ଜମା କାର୍ଯ୍ୟ ସମାପ୍ତ କରିପାରିବେ। ଏହି ପ୍ରକ୍ରିୟା ମାଧ୍ୟମରେ ଟଙ୍କା ଉଠାଣ ମଧ୍ୟ କରାଯିବ। ଆମେ ପ୍ଲସ୍ ବଟନ୍ ଉପରେ କ୍ଲିକ୍ କରିବା। ଏଠାରେ ଆମେ ବ୍ୟାଙ୍କରୁ ଟଙ୍କା ଉଠାଉଛୁ। ପରିମାଣ ଏଠାକୁ ଆସିବ। ମୁଁ ମାଗଣାରେ 3000 ଟଙ୍କା ନେବି। ଆପଣ ସେଭ୍ କରିବା ମାତ୍ରେ ଏଠାରେ ପ୍ରବେଶ କରାଯିବ। ଏବେ ଯଦି ଆପଣ ଦେଖନ୍ତି, ହାତରେ ଥିବା ନଗଦରେ ଶେଷ ବାଲାନ୍ସ 3000 ହୋଇଯାଇଛି। କାରଣ ଆମର 1000 ଜମା ହୋଇଛି। ଆମେ ପୁଣି ଥରେ 3000 ଟଙ୍କା ବାହାର କଲୁ। ସେହିପରି ଆପଣ ନଗଦ ବ୍ୟାଙ୍କରେ ପ୍ରବେଶ କରିପାରିବେ। ପରବର୍ତ୍ତୀ ବିକଳ୍ପ ହେଉଛି ବ୍ୟାଙ୍କ ପୁନଃମିଳନ ବିବୃତ୍ତି। BRS ଆମେ ଏହାକୁ ସଫଳ କରିବୁ। ଏହା ସବୁବେଳେ ଟି ବୈଠକ ପରେ ହୁଏ। ମାସ ପରେ ଆମେ ଚେକ୍କୁ ସ୍ଥିତି ଦେଉଛୁ। ଚେକ୍ ବାଉନ୍ସ ହୋଇଛି କି ବିଚାରାଧୀନ ଅଛି, ଚେକ୍ର ସ୍ଥିତି ଯାହା ହେବ, ଆମେ ଏଠାରେ ତାହା ଦେବୁ। ଆମ ଭିଓର କେବଳ 2ଟି ବୈଠକ ହୋଇଥିବାରୁ ମୁଁ ବର୍ତ୍ତମାନ ଖୋଜି ଆପଣଙ୍କୁ କୌଣସି ଚେକ୍ ଦେଖାଇ ପାରିବ ନାହିଁ। ବିଚ୍ଛିନ୍ନ ଏବଂ ନିୟମିତ ବୈଠକ। ଏବଂ ଏହିପରି ଆପଣ ଏଠାରେ BRS ସୃଷ୍ଟି କରିବେ। ଧନ୍ୟବାଦ।